ନମସ୍କାର ଜଣାଉଛି। ଆପଣ ଟିକେ ବାବାଙ୍କୁ ଦଉନାହାନ୍ତି। କୋଉ ବାବାଙ୍କୁ? ବିଶମ୍ବର ଗୁରୁଜୀ। ହଁ କହୁଛନ୍ତି ବା ସେଇ ବିଶମ୍ବର ଗୁରୁଜୀ। ସତରେ କହୁଛନ୍ତି? ହଁ। ଆଉ ଆପଣ ମୋର କୋଟି କୋଟି ପ୍ରଣାମ ଜଣାଉଛି। ହଁ। ଆଉ ଇଏ ମୁଁ କାଲି ଫୋନ କରିଥିଲି ହଁ ସନ୍ଧ୍ୟାବେଳେ। ହଁ ହଁ। ସନ୍ଧ୍ୟା ସାରିକିରି ମୁଁ ତ ଘଣ୍ଟାରେ ସନ୍ଧ୍ୟା ପରେ ଯୋଗରେ ବସେ ତାପରେ ଆସି କଲି। ଆଉ ସେ ମୁଁ ବାବା ସତ କଥା ମୋ ଜୀବନରେ ପଦେ ମିଛ କହିନା ଜାଣିଲ। ବହୁତ ଦୁଃଖ ତ ଭୋଗୁଛି। ସେ ଜଣକୁ ମୁଁ ଝାଡ଼ିଲା ପରେ ମୋ ହାତ ଯେମିତି ପାରଲିସ ଭଳିଆ ହେଇଯାଇଛି। ଝାଡିଛି କଣ ତା ମୁଣ୍ଡରେ ରଖିକିରି ମୁଁ ସେ 7 ଥର ନିଶ୍ୱାସ ଛାଡିଲା ପରେ ମୁଁ ଗୋଟେ ଥର ନିଶ୍ୱାସ ନେବି। 64 ଗାୟତ୍ରୀ ମନ୍ତ୍ର ଆମର ଯେମିତି ମୋ ହାତଟା ଖାଲି ପାରଲିସ ଭଳିଆ ହେଇଯାଇଛି। ସେ ବ୍ରାହ୍ମଣ ଜଣେ ଆଉ ସେ ଗାଁର ଯଜମାନ ବ୍ରାହ୍ମଣ ପୂଜା କରୁଛି ମତେ ଆସି କାନ୍ଦିଲା ଥରକୁ 5 ଥର ଆସି କହିଲା ମାଉସୀ ମରିଯିବି ଆଉ ବହୁତ କଷ୍ଟ କରୁଛି ତାକୁ ଝାଡ଼ିଲି। ସେଠୁ ଗଲା। ଆଉ ଗୋଟେ ସ୍ତ୍ରୀ ଲୋକ ଆମ ଘରେ ଭଡା ରହିଛି ତାକୁ ଝାଡ଼ିଲି ବାବା ଜାଣିଲେ। ଆଉ ସେ ମୋ ପାଟିରୁ ଯୋଉ କଥାଟା ବାହାରିଯାଏ ସେ କଥା ସତ ହୁଏ। ଆମେ ଛତିଆ ଗୋଟେ ଝିଅ ବାବା ମିଛ କହିବିନି ଜାଣିଲେ। ସେଠୁ ସିଏ ଏମିତି ସେ ଗ୍ରାମ ଦେବତୀ ସେ କୋଉଠୁ ଉଠିକି ଆସିକି ରହିଛି ଗ୍ରାମ ଦେବତୀ ପୂଜା କରୁଛି ମାନେ ମାସକୁ 50 ଖଣ୍ଡ ଶାଢୀ ଚିରା ଶାଢୀ ମତେ ଯେତେବେଳେ ଦେଖେଇଲା ମୁଁ କହିଲି କେତେ ଶାଢୀ ଆଣିବ ପିନ୍ଧି ପାରିବିନି। ତାକୁ ସେଇଠୁ ସତ କଥା ମୁଁ ତ ଶାଳଗ୍ରାମ ଠାକୁର ପ୍ରାପ୍ତ ହେଇଥିଲା ମୁଁ ପୂଜା କରୁଛି ରାହସ ଫାସ ପଢେ। ଏଠୁ ସେ କେତେ ଯେ ଲୁଗାପଟା ଠକିକିରି ଲୋକଙ୍କୁ ଆଣୁଛି ମିଛ ପିଲା ଝୁଲିକିରି ଗାଁରେ 2-3 ହଜାର ଲୋକ କାହାର ବାହାଘର କାହାର ଘର ପଚିଟା କାହାର ଭଲ ମନ୍ଦ ତାକୁ ଦଉଛନ୍ତି। ଆଚ୍ଛା ମୁଁ ଯାଇ ଦାଣ୍ଡ ଭିକାରୀ ଭଳିଆ ବସି ମୋ ସ୍ୱାମୀ ତ 12-13 ବର୍ଷ ଯାଇ ଛାଡିକି ତାର ବାହାରେ ରହିଥିଲି। ପୁଅ ବୋଉ ପାଖରେ ଅଛନ୍ତି ତାଙ୍କର ମୁଁ କହିଲି ସେବା କର ବାପା ପାଖରେ ମୋ ସେବା କରିବା ଦରକାର ନାହିଁ। ଆଉ ମୁଁ କହୁଥିଲି ସେ ହାତଟା ମୋର ଯେମିତି ସେ ବ୍ରାହ୍ମଣ ମାନଙ୍କୁ ଝାଡ଼ିଲି କଣ ତା ମୁଣ୍ଡରେ ଏମିତି ହାତ ରଖିକିରି ସେ ଆପଣ ଯଦି କହନ୍ତି ଶିଶୁମୁନାର ଦ୍ୱାର ଜାଣିଲେ। ଆଉ ସେ ଭଲ ହେଇଗଲା। ମତେ କହିଲା ମାଉସୀ ଭଲ ହେଇଗଲା ତ ମୁଁ କଣ ଦେବି। ମୋର ତ ଆଜ୍ଞା ନାହିଁ ଛତିଆ ବର୍ଷ ଏଇନା ଟିକେ 26 ମସିହା ପରେ ଯାଇ ଆଜ୍ଞା। ଆଉ ମୁଁ ସେ କେମିତି ବାବା ଭଲ ହେବି ଟିକେ ହାତଟା ପାରଲିସ ଭଳିଆ ଭାରି ହେଇଯାଇଛି। ମୁଁ ତ ଆପଣଙ୍କ ପାଖେ ଯାଉନି ଆପଣ ଆମ ଘରକୁ ଆସିବେ? ନା ମୁଁ ତ ଯାଇପାରିବିନି ମୋର ଇଆଡେ ବହୁତ କାମ ବୁଝିଲ ନା। ଆଉ ତାପରେ ତୁ କଣ କରୁଛୁ କଣ ଧରୁଛୁ ସେ ବିଷୟରେ ଆମେ କିଛି ଜାଣିନୁ। କଣ କହିଲେ? ସେ କଣ କରୁଛୁ କଣ ଧରୁଛୁ ଆମେ ତ ସେ ବିଷୟରେ କିଛି ଜାଣିନୁ। ଜାଣିନା କଣ ଆପଣ ଯୋଗ ମାର୍ଗରେ ଅଛନ୍ତି ଆଉ। ନା ମୁଁ କିଛି ମା ଜାଣିନାହିଁ। ନାଇଁ ଆଉ କଣ ଆପଣ ଟିଭିରେ ମୋବାଇଲରେ ମୁଁ ଦେଖୁଛି କହିଦଉଛି ଜାଣିନାହାନ୍ତି। ସେମିତି ଆଡୁ କରିକି ଆଉ। ନାଇଁ ସେ କଥା ଶୁଣ ସତ କୁହ ମିଛରେ ଭୁଲା ମୁଁ ମିଛ ବାବା ପଦେ କହେନା। ଆପଣ ଭୁଲଉଛନ୍ତି କାହିଁକି? ତୁ ଏଇଠି ଆସିଲେ ଦେଖିବା। ଆ ସେଠି କେମିତି ବାବା ମୋ ପାଖରେ କିଏ ଅଛି ପୁଅ ବୋଉ ନା ଆମେ ଯାଇପାରିବୁନୁ ବୁଝିପାରିଲୁ ନା। ଯଦି ଫୋନରେ ଝାଡି ପାରିବେନି? ନା ମୁଁ ଝାଡି ଶିଖିନି ହେଲା ମତେ ଆମର ନୁହେଁ ବୁଝିପାରିଲ ନା ଆମର ଯୋଉଟା ଝାଡିବା କଣ ଇଏ ସେ ପବନ ସୂତ୍ରରେ ତ ଆପଣ କଣ ଟିକେ ନା ବତେଇଦେଲେ ମୁଁ ଝାଡି ଜାଣିନି ମା ସେ ସବୁ ଶିଖି ନାହିଁ ହେଲା। ଆଉ ଯଦି ଆମ ଗୁରୁଙ୍କ ପାଖରେ ଆସି ଜଣଉ ତାହେଲେ କଣ କିଛି ଧରିବି। ସେ ଗୁରୁ ପା ମୁଁ କହିଲି ମୁଁ କହିଲି ଗୁରୁଙ୍କୁ ଦିଅ ବୋଲି ତମେ ତ କହିଲ ମୁଁ ତ ସନ୍ଧ୍ୟାବେଳେ ଠାକୁରଙ୍କ ପାଖରେ ଜଣା ହେଲା ଯିଏ ଫୋନ ଧରିଥିଲେ ସିଏ ନୁହେଁ ତାଙ୍କ ଅସଲ ଗୁରୁ ଅଛନ୍ତି। ହଁ ଫୋନ ଧରିଥିଲେ ଫୋନ ମୁଁ ଧରିଛି ଅସଲ ଗୁରୁ ମୋର ମୁଁ ତ ନିଜେ ଏଠି ଆଉ ଆମ ଗୁରୁ ତ ଏଠି ମନ୍ଦିରରେ ପୂଜା ପାଉଛନ୍ତି ଆଉ କିଏ ଗୁରୁ? ଆଉ ସେ ମତେ କଣ ଟିକେ ଭଲ କର ଠିକ ଅଛି ବାବା। ମୁଁ ଗୁରୁଙ୍କ ପାଖରେ ଫୋନ ଥୋଇ ଦଉଛି ତୋର କଥାବାର୍ତ୍ତା କର ଯାଇକି ସେଠି। ନାଇଁ ବାବା ଶୁଣ କ୍ଷମା କରିବ ମତେ ଟିକେ କଣ ଟିକେ କୁହନ୍ତି ହାତଟା କିଛି ଭଲ ହବ। ଜାଣିନି ମା ଶୁଣୁ କିଛି ମୁଁ ଜାଣିନାହିଁ ହେଲା ମୁଁ କିଛି ଆଉ କଣ କହିପାରିବିନି। ଶୁଣୁ କିଛି ମୁଁ ଜାଣିନି କିଛି କହିପାରିବିନି। ଯଦି ଏଠିକି ଆସୁ ମୁଁ କଣ ଚିନ୍ତା କରିବୁ କିନ୍ତୁ ଏଇ ଦୂରରୁ କିଛି କହିପାରିବିନି। ସେ କୋଉ କେମିତି କଣ ଜାଗା ଯିବାକୁ ପଡିବ? କିଛି ନାହିଁ ଛତିଆରୁ ଏଠିକି କଣ ଛତାବର ଆଉ। କଣ କହିଲେ? ଛତିଆରୁ ଚଣ୍ଡିଖୋଲ ହୁଁ ପରେ ପାଣିକୋଇଲି ପରେ ଛତାବର। ଛତାବର ହଁ ଆପଣ କଣ କାଲି କହିଲେ ଭଦ୍ରକରୁ କହୁଛି। ନାଇଁ ଭଦ୍ରକ ଜିଲ୍ଲାରୁ ମୁଁ କୁହେ ବୋଲି ଯିଏ କହୁଛି ମୁଁ ଭଦ୍ରକ କହୁଛି ଛତାବର ପାଖରେ ମଞ୍ଜୁରୀ ରୋଡ ଶୈଳା ବାଲବିଲ ଆଶ୍ରମ ଆଉ। ଆଉ ଛତାବର ତ ହଉଛି ଆମ କଟକ କେନ୍ଦ୍ରାପଡା ଜିଲ୍ଲା ଯାଉଛି ନା ଜଗତସିଂହପୁର। ନା ଛତାବରଟା ହଉଛି ଆମର ଭଦ୍ରକ ଜିଲ୍ଲାରେ ଯାଉଛି।
ସେଠି ଗୋଟେ ଛତାପୁର ଅଛି କି? ଆଉ ଏଠି ଗୋଟେ ଜଗତସିଂହପୁର ଛତାବର ଗୋଟେ ଅଛି। ସେଟା ଛତାବର ନୁହେଁ, ତାକୁ କୁହନ୍ତି ନାଲିବର। ସେଟା ହଉଛି ନାଲିବର। ହଁ, ନାଲିବର ହଉଛି ତିର୍ତ୍ତୋଲ ଆଗକୁ ଗୋଟେ ଅଛି। ଏଟା ହଉଛି ଛତାବର ଆମର ଚଣ୍ଡିଖୋଲ ପାଣିକୋଇଲି ପାଖରେ। ପାଣିକୋଇଲି ପାଖରେ? ପାଣିକୋଇଲି ପାଣିକୋଇଲି ପାଖରେ ତ ସେଟା ଯାଜପୁର ଜିଲ୍ଲାର ଯାଉଛି। ନା, ପାଣିକୋଇଲିଟା ଯାଜପୁର ଜିଲ୍ଲା। ପାଣିକୋଇଲି ଆଗକୁ ପଳେଇ ଆସିଲେ ଛତାବର। ହେଲା, ପାଣିକୋଇଲି ଆଗକୁ ତ ମାନେ ବିରଜାଙ୍କ ଭଣ୍ଡାରୀ ପୋଖରୀ। ଭଣ୍ଡାରୀ ପୋଖରୀ ତ ସେ ଭଦ୍ରକ ଜିଲ୍ଲା। ବାସ, ଭଣ୍ଡାରୀ ପୋଖରୀ ପୂର୍ବରୁ ଛତାବର, ସେଇ ଛତାବରରୁ ବାଙ୍କି ଆସିଲେ ଆମ ଆସ। ସେ କୋଉ ଗାଁ କହିଲେ? ଥଇଳା। ଖଇରା? ହଁ, ଥଇଳା ଥଇଳା ଥ ହଁ। ଇଳା ହେଇଛି ବା। ଅଡୁଆ ନାଁଟେ ଲୋକ ଧରି ପାରୁନାହାନ୍ତି, କେମିତି ଗାଁ ଟା ହେଇଛି କେଜାଣି। ଆମର ହେଲା ବାଲିବିଲ ଆଶ୍ରମ। ଓହୋ, ଆପଣଙ୍କର ପଞ୍ଚସଖାଙ୍କର ପୂଜା ନା କୋଉ ଠାକୁରଙ୍କ ପୂଜା? ହଁ, ଆମର ଠାକୁର ହଉଛି ଦୟାନିଧି ପରମହଂସ। ଦୟାନିଧି ପରମହଂସ। ଆଉ ଆପଣଙ୍କର ସବୁ ତ ପବନ ସୂତ୍ର ଯୋଗ ସୂତ୍ର ସବୁ କହନ୍ତି। ଯୋଗସୂତ୍ର ଗଲି ଆଉ ଆମର ପଞ୍ଚସଖା ମାର୍ଗରେ ତ ସାଧନା ଆଉ ଆମର କଣ ପଞ୍ଚସଖାକୁ ଛାଡିକି ଆମର କିଛି ନାହିଁ। ଆମର ସେଇ ହାରିଦାସ ଯିଏ ସେ ଆମ ଠାକୁ ଜେଜେ ତମର ସେ ତ କାଳିଦାସ ବହୁତ ହଁ। ଗୁପ୍ତ କଥା ସେ ସବୁ ତ ବହୁତ କରୁଥିଲେ। ସେ ତ ଏଠି ଲୋକଙ୍କୁ ପ୍ରୟୋଗ କରିକି ମୁଁ କାଙ୍ଗାଳ, ଲୋକମାନେ ମାଲାମାଲ ହଉଛନ୍ତି। ଗୋଟେ ଗାଈର କ୍ଷୀର ନଥିଲା, କ୍ଷୀର ଔଷଧ ତାକୁ ଯେତେବେଳେ ଦେଲି, ସେ ଗାଈ ବହୁତ କ୍ଷୀର ଦେଲା ଯେ ସେ ଲୋକଙ୍କୁ ଡାଇରେକ୍ଟ ବତେଇଲି। ମୁଁ ତ ବାହା ହେଇଥିଲି, ପିଲା ମୋର ଜାଣିନଥିଲି। ମୋ ବଡ ବାପା ଥିଲେ, ରାମବାବୁ ଜାଣିଥିବେ, ସେ ବଡ ବାପା ସତ୍ୟବଟର। ଆଉ ସେ କଣ କହିଲେ? ମୁଁ ଛତିଆବଟ କେବେ ଯାଇନି। ଆଉ ଅମରାବତୀରେ ସେ ଥିଲେ, ସେ କହିଲେ ତମରି ଘରେ ପୋଥି ଅଛି କ୍ଷୀର ଔଷଧ, ଏଠି କଣ ଆସିଛି, ମୁଁ ବହୁତ ଲୋକଙ୍କୁ ଦେଇଛି କିନ୍ତୁ ତମ ବଂଶକୁ ଦେବିନି। ପୋଥି ଯେତେବେଳେ ଖେଳେଇ ଦେଖିଦିଏ, ସେ କ୍ଷୀର ଔଷଧ ଟା ଆଣିକି ଦେଇଦେଲି ଏଠି ଲୋକଙ୍କୁ ସବୁ। ଏମିତି ଆଉ ବାବା କୁହନା ଆଉ ଏମିତି ବାବା କଣ କହିବି, ଲୋକଙ୍କର ଉପକାର କରିକି ମୋ ନିଜ ଶରୀର ଖରାପ ହେଇଯାଉଛି। କଥା ହଉଛି ଲୋକଙ୍କର ଯାହାକୁ ଉପକାର କଲୁ, ତାଙ୍କଠୁ ଯୋଉ ଜିନିଷ ପ୍ରଭାବ ଆସିଲା ତାକୁ ସମ୍ଭାଳିଲା ଭଳି ତାକତ ତୋର ନାହିଁ। ତେଣୁ ତାକୁ ଯେତେବେଳେ ତାଠୁ ସେ ଶକ୍ତିଟା ଆସିଲା, ସମ୍ଭାଳି ପାରିଲୁ, ଏଣେ ଏମିତି ହେଲା ଆଉ। ନାଇଁ, ଏମିତି ବହୁତ ଲୋକଙ୍କୁ କରେ, 2.5 ଦିନ କାହା ଭଲ ହେଇଯାଏ ମୋ ଦିହ। ଆଉ ଜଣଙ୍କୁ ଇଏ କଲି ଯେ 2.5 ଦିନ ପୁରା ଗୋଟେ କଥା ମୁଁ ମା କହୁଛି ଶୁଣ, ଏ କଥା କରିବାର ଉଦ୍ଦେଶ୍ୟ କଣ ତୋର? ସେମାନେ ବହୁତ ଆସିକି ନିଲେଇକିରି କହନ୍ତି, ତୁ ଛତିଆବଟର ଝୁଅ, କଣ ଜାଣିଥିବୁ, ଗୁପ୍ତ ପୋଥି ଜାଣିଥିବୁ, ଗୁପ୍ତ ଇଏ କରିଥିବୁ। କିନ୍ତୁ ମୋ ବାପା ବଡ ବାପା ଯିଏ, ସେ ମତେ ସବୁ ପାଟି କରୁଥିଲେ। ଏଗୁଡାକ କିଛି ଦରକାର ନାହିଁ, ହେଲା କି? ଦୟାନିଧି ପରମହଂସ କୁହନ୍ତି, ଗୁପ୍ତା ଯେ ମୁକ୍ତା, ପ୍ରଗଟା ଯେ ନଷ୍ଟା। ହେଲା, ବିଭୂତି ପ୍ରଦର୍ଶନ କରିବା ଭଲ ନୁହେଁ। ସେମାନେ ବହୁତ ଆସିକିରି କହନ୍ତି ସେମାନେ ମତେ। ଆସନ୍ତି, ଆମେ ଠାକୁରଙ୍କୁ ଜଣେଇଦବା ଯେ ତମେ ଆସ, ଏଇ ଠାକୁର ଅଛନ୍ତି, ଠାକୁରଙ୍କୁ ଜଣେଇକି ତମେ ଜଣେଇକି ଯା, ମୁଁ ତମର କାରଣ ହେବି। ସେ ଆପଣ ଜଣେ ମୋ ବାପା ଭଳିଆ, ଗୁରୁ ଭଳିଆ ମତେ କହୁଛନ୍ତି, କହୁଥିଲେ ଜ୍ଞାନ ଦେବାକୁ କେହି ନାହାନ୍ତି। ଆଉ ସେ ମୁକାର ଭାବ ରହିଯାଉଛି, ସେ ଏଇ ଯୋଉ ମୁକାର ଭାବ ଦ୍ଵାରା ନିଜର କ୍ଷତି ହଉଛି, ଯୋଉଟା କି ଆତ୍ମାର ମୋକ୍ଷ ପାଇଁ ସେଗୁଡାକ ନୁହେଁ। ମୁଁ ମୋକ୍ଷ ଗତି ବ୍ୟତୀତ ଏସବୁ କଥା କିଛି ଜାଣିନି। ହେଲା, ତେଣୁ ଏଗୁଡାକ ସବୁ ବ୍ୟତିକ୍ରମ। ନାଇଁ, ମତେ ବି କେହି ପଇସା ପତ୍ର ଗୋଟେ କିଛି ମୁଁ ଚାହେଁ ନା ବେଦ କିଛି ଦିଅନ୍ତିନି। ମୋର କଣ ହବ, ଶୂନ୍ୟ ଶୂନ୍ୟ ଠାକୁର ବି ଆସି ପହଞ୍ଚଉଛନ୍ତି। ଲୋକଙ୍କର ଉପକାର କରିବା ହିଁ ଭୁଲ। କଣ ଯେ ଲୋକମାନେ ବିଶ୍ଵ ବ୍ରହ୍ମାଣ୍ଡରେ ଖାଲି ଜାଣିଥା, କେତେ ତୋର ଆଲୋକତା ଆସିଲାଣି ଜାଣିଲୁଣି। ନାଇଁ ବାବା, ବିଶ୍ୱାସ କରିବେନି, ବହୁତ କଥା ପାପ ଟିକେ କର୍ମ ଶୁଣୁ, ସବୁ କରିଛନ୍ତି। କଳି ଯୁଗର ଲୋକମାନେ ସମସ୍ତେ ହଉଛନ୍ତି ସ୍ୱାର୍ଥବାଦୀ। ସ୍ୱାର୍ଥବାଦୀ। ତାଙ୍କ ସ୍ୱାର୍ଥଟି ପୂରଣ ହେଇଗଲେ ତମକୁ ସିଏ ପଚାରିବେନି। ପଚାରିବେନି। ବାବା ଅନେଇଲେ ମୁଁ ଟିକେ ସମ୍ଭାଳି ହେଇପାରୁନି, ବା ଦୁଃଖ ସହିପାରୁନି, ମୁଁ ଆଜି କାନ୍ଦୁଛି ସବୁବେଳେ, କାହିଁ ଜାଣିଛ? ମୁଁ ଖାଲି କହୁଛି, ପ୍ରଭୁ ସାଧୁସନ୍ତକୁ ତମେ ରକ୍ଷା କର, ସାଧୁସନ୍ତକୁ ଯାହା ଦବା କଥା ଦିଅ। ଗୋଟେ କଥା ଶୁଣ, ତୁ ସିନା ତାଙ୍କ ଦୁଃଖର ସହିପାରିବୁନୁ, ଯୋଉ ଲୋକଟି ଭଲ ହେଲା, ତୋର ପାରାଲିସିସ୍ ହେଲା, ସେ ଲୋକ ଆସିକି ତୋ ଦୁଃଖ ସହୁଛି ନା? ନାଇଁ ବାବା, ଆଉ ଜଣେ ବା ଆମ ଘରେ ଭଡା ଅଛି, ସେ କି ଲୁଗାପଟା, କି ପଇସା ତା ନା ପାଖରେ କଥା ଅଛି, ଶୁଣ, ମୁଁ ଦେଖିକି ଆଶ୍ଚର୍ଯ୍ୟ। ସିଏ ତାର ଭଲ ହେଇକି ତା ବାଟରେ ପଳେଇଗଲା। ତୁ ଯୋଉ କଷ୍ଟଟି ଭୋଗୁଛୁ, ସିଏ ତତେ ଆଉ ଅନଉନାହିଁ କି ପଚାରୁନାହିଁ। ନାଇଁ ବା, ପଚାରିବ ନାହିଁ, କିଛି ନାହିଁ। ଏଇଥିରୁ ନୀତି ଶିକ୍ଷା ବୁଝୁ। ତେଣୁ ଖାଲି ସେ 4-5 ଜଣଙ୍କୁ କହିଲାଣି, କି ଶକ୍ତି ସେ ମାଉସୀ ଠେଇଁ ଅଛି। ମୋର 20 ବର୍ଷ ଭୋଗୁଥିଲି, ଭଲ ହେଇଗଲା ଆଉ। ଶୁଣୁ ମା, ପର ଉପକାର କଲେ ନିଜର କ୍ଷତି। ତେଣୁ କଳି ଯୁଗରେ ଉପକାର କରିବ ନାଇଁ, କିନ୍ତୁ କରିବ। କଣ କରିବ?
ना तांको तुम सी जहाँ आसले तुम कह हे मो ठाकुर पाखे मु पूजा करुँच तुम ठाकुर को जना तुम तमर बुझ आ तुम से जो प्रयोग करदेलु बर्तमान बाबा सतरे जो 64 गायत्री मंत्र आमर दीक्षा नहीं तो से माने गोटे निश्वास रे जो रास पढ़े से बही रास पढ़े आम छतिया गोट राधा रास बंदा रास सब पढ़े आ कार्तिक मास जाए मत बटगुरु आसते 3-4 हजार माइक 1000 खंडे फेरी जाती ये हजर परिवार वंशर झील कौन टे पुओ तथा केते लोक मत भल पाई मत खोजते मुझे जाऊनी आउ जन को सेमती तार पुओटे होता बसा ढेर तार भल लगे सब से टंका जाता करुणा मुझे रखिली करुणा समय आसला मुझे मोर मन पड़ुनी गोटे कथा कहूँ झील शुण आमर रामकृष्ण परमहंस देव बसी जड़े साधु आसी पहुंची कहला मु 12 वर्ष साधना करती रामकृष्ण कहले कि साधना करू ना मु गंगार थाल पकईकि एपटू सेपट को पारी होजिमी रामकृष्ण कांदी पकेले कहला अरे 12 वर्ष मु 10टा पैसा देले डंगार एपारू सेपारी पलाऊची तोर 12 वर्ष साधना केवल 10टा पैसा पे है ना कम बुझल ना ये सिद्धि कामना सब करी तुम झाड़ ये कर लोक जो भल कर ये कर यही सिद्धिटा जो करा जाऊ ये आत्मक्ष गोटे नुआ पैसा काम को आसबनी नहीं बाबा सतरे मो ठाकुर धारणा रहे मत सब विश्वास करेनि बंशी शब्द घुंगर शब्द बहुत प्रकार बासना वो आत्मा केबे मुख्य पाइबनी परिवार द्वारा ना बाबा सत कथा जहाँ कहले से बहुत पापी पाप कर्म करछन्ती जन जन्मांतर कलमश खंडन है कि केमती मुक्ति मार्ग को जीवु पर जन्म केमती टिके भल जन्म रहबु से चिंता कर बुझ पारना मो बापा भी से कथा कहउतिले मु जो मंगला पाखा जाई तो कोई छारे तू सुनी कहबो एखा किछि कहना मु कहि छारे हाउ बाबा आपन को कोटि कोटि प्रणाम गोटे कथा होची जोटा तू कलु जने डाक्टर भी से कथा करि पारुची हाँ से डाक्टर बाबू भल होइगे भल होनिबा तांकर ना तांकर हो न हो सेटा तांको कर्मर फल ये जहाँ करुचे जो कथा करूचंती जो माने असुविधा भोगुचंती से तांकर जन्मजन्मर कर्मर फल से कर्म फल को मु जेतले नै आसिली से भल बहुत कांदु एते मते कष्ट होइछ माने लोक को उपकार करी से कर्म फल को ताको उड़ेइबा पई तो पाखरे ताकत नथिला तू नै आसी वर्तमान भोगुच केमी बाबा भल हम केमी शक्ति फेरी आसो मुझे चाहती मो शक्ति केमी फेरी आस मुझे पिला आईस खाए ना पियाज रसुण भी खाऊनी बखते खाए भात सब कम कौन से मो घर कहीं आसती विषय माँ मुझे जानी ना आम गुरु से विषय निर्देश ना मुझे कहती आम गुरु होता पूरा बिगड़ती मुझे शक्ति प्रयोग कर दूसरी बाबा मुझे परीक्षा करदेली मुझे देखा 64 गायत्री मतलब सिद्ध होती न सिद्ध होती मन में परीक्षा करी लोक प्रयोग कर सांघातिक रोग माने वर्ष वर्ष रोग 5 मिनट भल हो गले कहले मोर पूरा भल निंदिले मुझे लोक कह हाँ हाथ भल हो गला आराम से चलीगले बर्तमान भोगुचु तू हाँ से आम जन भड़ा रही डाक्तरखाना 2 दिन 3 दिन दौड़ पैसा खर्च हो खाया पीया अंटबनी सब से भल होगा खाली ठाकुराणी पाखे आस शाढ़ी बोई आनी पैसा पत्र बोई आनी गाँ जाक सम्मान मत किसी ना घर कण पैसे आउ जनकर पैसा नथिला से आड़ घर किसी ना गोटे बंधु बांधव उठाए धान 10टा टंका कान बांधिकी नेला से ना कोटिपति भुवनेश्वर जगह किणिकी जगह को कोटि कोटि टंका बिक्री कर मान कम रेट किणिदेला 15-20 वर्ष तले मैं एक कोटिपति खाया टना भंगा घर थी भगवान प्रभु जगन्नाथ थे अंत बल थे मुझे अंत बल भरसा तो को पटटा पैरालिसिस पारालिसिस बाबा नुहे हाथ गोड़ चलुच विधा हो मुख पाप पारालिसिस कि अद्भुत रोग मोर सब आसे मोर भल हो जाए जन को झाली 2.5 दिन भोगिली ठाकुर हृदय मत आसीदे भल हो गला अंत आसिले प्रभु मो स्वामी तो एत हैरान कर जीवन में मैंने किसी देवे चाय पकईदे घर ये धान चाउल खाया देवे उपास मसे मसे रही संध्या कर उठला बेलू बेग सब थुआई मैंने विभिन्न जिनिस किए आनला कौन देला कोठी कौन गला घर बुझी कहीं ना मो शांति सब कामना
ସବୁ କହିଲେ ବାବା? ତୋरा ସବୁ କାମନା ପଥ ପ୍ରବୃତ୍ତି ମାର୍ଗ। ନାଇଁ ମୁଁ କୌଣସି କାମନା ଚାहे ନା, କୌଣସି ଧନ ସମ୍ପତ୍ତି ଭଲ ମନ୍ଦ ଚାहे ନା। ତୁ ଚାହୁଁନା, କିନ୍ତୁ ତୁ ଯୋଉ ମାର୍ଗରେ ଯାଉଛୁ ସେ ମାର୍ଗରେ ଜିନିଷ ଗୁଡା ସବୁ ଏଇଆ। ତେଣୁ ନାଇଁ ମୁଁ ତ ଧନ ଚାହୁଁନି, ମୁଁ ତ ଧନ ଆସୁନି, ଧନ ଚାହୁଁନି, ମୋର କଣ ହବ ପଇସା ପତ୍ର? ତୋର ହବ ନାହିଁ। ସେଠି ତୁ ଯୋଉ ମାର୍ଗରେ ଯୋଉ ମନ୍ତ୍ର ସବୁ ଜପ କରୁଛୁ ସେଟା ହଉଛି ପ୍ରବୃତ୍ତି ମାର୍ଗ ମନ୍ତ୍ର। ସେଠି ସେ ବଳେ ବଳେ ସେଇଆ ହବ, କିନ୍ତୁ ସେଥିରେ ଆତ୍ମାର ମୁକ୍ତି ହେଇପାରିବ ନାହିଁ। ମୁଁ ମା ଯାହା କହୁଛି ସତ କହୁଛି, ଠିକ ବାଟ କହୁଛି, କାହିଁକିନା ସମସ୍ତଙ୍କୁ ମୁଁ କହୁଛି ମୋବାଇଲ ନମ୍ବର ଦେଇଛି। ଯାହାକୁ ଯୋଉ ଜିନିଷ ଅସୁବିଧା ହେଇଛି ଯଦି ମୁଁ ଜାଣିଥାଏ ମୁଁ ବାଟ ନିଶ୍ଚିତ କହିଦେବି, କାହିଁକିନା ମୁଁ ସେଇଥିପାଇଁ କେବଳ ମୋବାଇଲ ନମ୍ବର ଛାଡିଛି। ନାଇଁ ଯେ ଶୁଣନ୍ତୁ, ଆପଣ ଟିକେ ଯଦି କଣ ଭଲ ହେଇଯାଏ ତାହେଲେ ପୁଅ ଆସିଲେ ଦିନେ ନା ଦିନେ ଆପଣଙ୍କ ପାଖକୁ ଯିବି, ଯାଇ ପହଞ୍ଚିବି। ମୁଁ କେମିତି ହଟଷ୍ଟମଟ ଜାଣିନାହିଁ ଯେ ଏଇଠୁ ହାତ ମାରିଦେବି ଭଲ କରିଦେବି, କାହିଁକିନା ଆମର ସେ ମାର୍ଗଟା ନୁହେଁ। ସେ ମାର୍ଗ ନାଇଁ ଆଉ ପ୍ରୟୋଗ କରିବିନି ଆଉ ଲୋକଙ୍କୁ, ଆଉ ଲୋକ ବହୁତ ପାପ ସବୁ ବୁଡିକି ରହିଛନ୍ତି, ମିଥ୍ୟା କହୁଛନ୍ତି, ଚୋରି ଆଇଁଷ ଖାଇବା ଭଲ ମନ୍ଦ ସବୁ କିଛି। ଆଉ ମୁଁ ଯଦି କହିଲି ମୁଁ ଏ ପଦେ କହୁଛି, କୋଉଠି କହେନା ମୁଁ କହୁଛି, ମୁଁ ପିଲାଦିନେ ହେଲା କି ମୁଁ ଆମ ଅଞ୍ଚଳରେ ଗୋଟେ ବିଖ୍ୟାତ ମାନେ ଲୋକ ଥିଲି। ସବୁ ଲୋକ ଆମ ଜନ୍ମସ୍ଥାନକୁ ଦୌଡୁଥିଲେ, କାହାର କଣ ହେଲା ତ କହିଦେଲା ମାତ୍ରେ ସାଙ୍ଗେ ସାଙ୍ଗେ ଛାଡ଼ି ଯାଉଥିଲା, ଭଲ ହେଇଯାଉଥିଲା। ସେଗୁଡା ମୁଁ ଦେଖି ସାରିଲା ପରେ ଲାଷ୍ଟ ବେଳକୁ ମୁଁ ଦେଖିଲି ଏଥିରେ ଆତ୍ମାର ମୁକ୍ତି କେବେ ହବନି। ସେଗୁଡା ସବୁ ଛାଡିଲି, ପୁଣି ଗୁରୁ ଧରିକିରି ମୁଁ ବର୍ତ୍ତମାନ ମୋର ମୁଖ୍ୟ ମାର୍ଗ ଯାଉଛି। ଆଉ ତେଣୁ ସେ ମାର୍ଗଟା ନାଇଁ ଆପଣ ଯୋଉ ମୁଖ୍ୟ ମାର୍ଗ ଯାଉଥିବେ ଏ ଠାକୁରଙ୍କୁ ଦର୍ଶନ ତ କରୁଥିବେ, ଆଉ ପବନ ସୂତ୍ରରେ ଯୋଉ ଦ୍ୱାଦଶ ଶବ୍ଦ ପଞ୍ଚମାତ୍ରା ଅଛି ତାକୁ ବି ଆମେ ଜାଣିଛୁ, ଜ୍ୟୋତି ଦର୍ଶନ କରିଛି, ସବୁ କରିଛି ବାବା, ସେଥିରେ କିଛି ନାହିଁ। ଠାକୁରଙ୍କୁ ଦର୍ଶନ କରିଲେ ଡାଇରେକ୍ଟ ଦର୍ଶନ କରିଛି ମୁଁ ଅବଶ୍ୟ, କଳିଯୁଗରେ ଠାକୁର ଜନ୍ମ ହେଇଛନ୍ତି, ତାଙ୍କ କହିବା କଥା ନୁହଁ। ଆଉ ଦେଖିଛି ରୂପ ନେଇ ତାକୁ ଦେଖିବୁ କେମିତି? ନାଇଁ ତାପରେ ଆହୁରି ଗୋଟେ ବହୁତ ଗୁପ୍ତ କଥା, ସେ କାହାକୁ ବି ଖୋଲିକିରି କହିନି, ଏମିତି ଜ୍ୟୋତି ମୁଁ ଦେଖିଛି। ଆଉ ସନ୍ଧ୍ୟାରେ ଦୀପ ଲଗେଇକି ମୋ ଆଖି ପିଛୁଳା ପଡେ ନା, ଘଣ୍ଟା 2 ଘଣ୍ଟା ଯେତେବେଳେ ଅନେଇଥିବି ଦେଖିଛି। ଠାକୁରଙ୍କୁ ଦିନେ ଦିନେ କହିବି ଆପଣଙ୍କୁ, କାହିଁକିନା ମୁଁ ମନ ହେଲା କାହିଁ ଆପଣଙ୍କ ପାଖରେ ଫୋନ କରି, ଆପଣଙ୍କ କିଛି ବହୁତ ଶକ୍ତି ଅଛି, ମାନେ ମତେ କିଛି ବାର୍ତ୍ତା ଟିକେ ଦେବେ, ଆତ୍ମା ଶାନ୍ତି ହବ। ତୋ ବୟସ କଣ କହିଲେ? ବୟସ କେତେ? ମତେ ଏଇନା 60। 60 ବର୍ଷ। ପିଲାପିଲି କେତେ? ପିଲାପିଲି ପୁଅ 2 ଜଣ ବାହା ହେଲେଣି, ଆଉ ମୋ ସ୍ୱାମୀ ଯେ ମାଷ୍ଟର ଚାକିରି କରିଥିଲେ। ଆଉ ମୁଁ ଯୋଉ ଏବାଟକୁ ଆସ୍ତେ ଆସ୍ତେ ଗଲି, ବହୁତ ପରୀକ୍ଷା ମତେ ହେଲା, ଯୋଗମାର୍ଗକୁ ଗଲି। ମତେ ଛତିଆ ବଟ ଯୋଉ ଜାଣିଥିବେ କାଳିଆ ଠାକୁର ଯୋଉ ଅଛନ୍ତି, ପଦ୍ମନାଭଙ୍କ ସାନ ଭାଇ କାଳିଆ ଠାକୁର। ନା ମୁଁ ଛତିଆ ବଟ ଯାଇନାହିଁ ତ, ଜାଣିନାହିଁ ସେ ସବୁ କଥା। ଯାଇନା? ସେ କାଳିଆ ଠାକୁର, ସେ ମତେ କହିଲେ ଯୋଗ ମାର୍ଗରେ ତମେ ଯାଅ, ଯୋଗ ମାର୍ଗରେ ତମେ କରନା, ସବୁ ଭକ୍ତି ମାର୍ଗରେ ଗଲ, ଯୋଗ ମାର୍ଗ ଟିକେ କର। ସେ ତ ଗଲେ, ଯୋଗ ମାର୍ଗରେ ଗଲି, ସେ ବହୁତ ପରୀକ୍ଷା ନିରୀକ୍ଷା ସବୁ ହେଇଛି। ଆଉ ସେ ବାଟକୁ ଯିବ, ତାର ପବନ ସୂତ୍ର ଯୋଉ ତାକୁ ଜାଣିଲି, ଆମ ନାଡି ଟା ଧଇଲା ପରେ ସେଠୁ ଯୋଉ ଲୋକ ମୁଁ ଝାଡେ, ବାବା ସତ କଥା ମୁଁ କହୁଛି, ଯାଇଁଲି ସେଠୁ ନାଡିଟା ଧରିଲା ପରେ 64 ଗାୟତ୍ରୀ ମନ୍ତ୍ର ପଢିଦେବି, ଆଉ ଠାକୁରଙ୍କର ଅଛି ମହାବୀର୍ଯ୍ୟ ମନ୍ତ୍ର ପଢିଲା ପରେ ଶିଶୁନାଳ ନାଡିଟା ସେଠୁ ବାହାରେ। ସେ ଶିଶୁନାଳ ନାଡି ଦ୍ଵାରା ମୁଁ ଝାଡେ, ନିଶ୍ୱାସ ବନ୍ଦ କରିକି ଲୋକଙ୍କୁ ଝାଡେ। କଣ ସେ ନାଡିଟାକୁ ଚିପିକି ଧରିକିରି ମୁଁ ମନ୍ତ୍ର ପଢିବି, ସେ ତାଙ୍କର ନିଶ୍ୱାସ ମାରୁଥିବେ, ମୋର ନିଶ୍ୱାସ ଦ୍ଵାରା ସେ 15 ମିନିଟ୍ ନିଶ୍ୱାସ ମୋର ନେଇକିରି ସାଙ୍ଗେ ସାଙ୍ଗେ ଭଲ କରିଦେବି। ସେମାନେ ଦେଖିଲା ବେଳକୁ ମୁଁ ଦେଖିଲା ବେଳକୁ ଘରେ ପଡିଛି ସାଂଘାତିକ। ଦୟାନିଧି ପରମହଂସ ଦେବ କହିଲେ ହେଲା, ସୁଷୁମ୍ନା ନାଡି ଉଦୟ ସମୟରେ ସାବଧାନ, କାହାକୁ ବର ଦବ ନାହିଁ କି ଅଭିଶାପ ଦବନି। କହିସାରେ ବର ଅଭିଶାପ ଦବନି। ବର ଅଭିଶାପ ଦେଲେ, ବର ହଉ ବା ଅଭିଶାପ ହଉ, ସେ ତৎକ୍ଷଣାତ୍ ସେ ଫଳ ଫଳିବ। ହେଲେ ତୁମକୁ ତୁମକୁ ଆତ୍ମାଘାତୀ ଦୋଷ ଲାଗିବ। ସେଇଥିପାଇଁ ଗୁରୁ ଆମକୁ ସାବଧାନ କରିଦେଇଛନ୍ତି। ଏଇଟା ମୁଁ ଜାଣି, କିନ୍ତୁ ମୋ ବାପା ଥିଲେ, ବାପା 12 ବର୍ଷ ଯୋଗ କରିଥିଲେ। ମୋ ବାପା ନା ଅନନ୍ତ, ଆଉ ସେ ମନା କରିଥିଲେ, କହିଲେ 12 ବର୍ଷ ତପସ୍ୟା ତୁ ଛାଡି ଦଉଛୁ, ତୁ 12 ବର୍ଷ ତପସ୍ୟା କରି ତାକୁ କାହିଁ ଛାଡିଛୁ? ସେ କେତେ ତ ପାପ କରିଛି, କେତେ କଣ କରିଛି, ତାଠୁ କାହିଁ ତୁ ଏସବୁ ତତେ କିଏ ବତେଇଲା? ବାପା ମରିଗଲେଣି ଅବଶ୍ୟ, ସେ କହିଲେ ଗୁରୁଜନଙ୍କ କଥା ନ ମାନିକି ଆଜି ଭୋଗୁଛୁ।
एकादशी दिन कार्तिक मास बड़ एकादशी दिन संध्या बेले बापा कहले सकाळू आज मोर शेष दिन से चलीगले मु बट रास ये करिया जाइए खबर गला पलि आसिली 108 मंदिर चूड़ी माले 108 मंदिर कर माँ शुणु मुझे कह शेष निर्यास कथा जो कम कहू सब छाड़ी दे सब छाड़ी देकरी जो घर ठाकुर पूजा करूँ से ठाकुर शरण तोर सब गुड़ाक ठीक हो कहीदौनु ना माँ मत मोटे कथा कहीदौनु मोर जदि तू मत पचारू मु उपायटा कहीदे समिति उपाय कहीदेमी जहाँ करू सब छाड़ी दे कौन प्रकार उपकार करू अपकार करू किसी दरकार नहीं सब छाड़ी दे है सुना नाड़ी जी उदय तोर हो मंत्र जप द्वारा से नाम सदगुरु नाम को स्मरण कर कि मुक्ति मार्ग को जीव पवन सूत्र धरिकी अति सहज सरल हम कि मो बाबा अनानी बहुत थर मरिया चाहिए विष पीदेली तथा गलिनी मो स्वामी साप पेषाण कले बड़ जंतु आसी मो ऊपर चढ़ी फणा देखिकी पलैला आउ नई की जाऊली डे पड़िया जो जाजपुर जो बैतरणी नई माँ स्वतंत्र उभा है मो माँ को चिन्ह पारे मुझे कोर बस खाया देले ये कले सब कले दिन गोटे मत रही भूमिकंप है 2012 मसीह दी जन लोक आसिले मुझे बर्तमान कथा कहमी व्यस्त रोची बाबा केते कथा कहले कहे फोन कले हाँ फोन कले समय थी कहमी काली दिन में फोन कर देखा कौन काली नहीं 2 दिन बर्तमान गुरु मठ को जी यज्ञ 2 दिन जाऊ देखा हाँ बाबा नमस्कार।